ভিডিওটা ଆଗକୁ ଦେଖନ୍ତୁ ଆଜି ଗୋଟେ ଇମ୍ପୋର୍ଟାଣ୍ଟ କଥା କହିବି। ହ୍ୟାଲୋ ଏଭ୍ରିୱାନ୍, ୱେଲକମ୍ ବ୍ୟାକ୍ ମାଇ ନ୍ୟୁ ବ୍ଲଗ୍। ଆଜି ସକାଳୁ ବହୁତ ଲେଟ୍ ଉଠୁଛି। କେତେ ଉଠୁଛି କହିବି 12ଟା ବେଳେ। ଜାଣିପାରୁନାହାନ୍ତି ମୋ ମୁହଁରୁ ବେଲ ଯିବା ମୁଁ ଆପଣ ଜାଣିପାରିବେ। ସକାଳୁ ଉଠି ଗରମ ପାଣି ଏବେ ଟିକେ ପିଉଛି, ଟିକେ ମୋଟା ହେଇଗଲିଣି ତ ହେଲ୍ଦି ଜିନିଷ କରିବାକୁ ପଡ଼ିବ। ତ ସେଥିପାଇଁ ମୁଁ ଗରମ ପାଣି ଏବେ ଟିକେ ଡେଲି ପିଇବା ପାଇଁ ଚେଷ୍ଟା କରିବି। ଦେନ୍ ଆସିକି ଖାଇ ଦେଇଥିଲି ଇଟିଲି ପିଠା ତରକାରୀ, ବହୁତ ଟେଷ୍ଟି ହେଇଥିଲା। ଆକ୍ଚୁଆଲି ବହୁତ ଟେଷ୍ଟି ହେଇଥିଲା। ମୋତେ ଏମିତି ବି ଇଟିଲି ଭଲ ଲାଗେନି, କିନ୍ତୁ ଆଜି ମୋ ମମି କରିଥିଲା, ବହୁତ ଟେଷ୍ଟି ହିଁ ହେଇଥିଲା। ତ ଏମିତି ଘରେ ରହିକି ମୋର କିଛି କାମ ଧନ୍ଦା ନାହିଁ, ଏଇସବୁ ଫାଲତୁ କାମ ହିଁ ମୁଁ କରୁଛି। ତ କଣ ହିଁ କରିପାରିବି, ମୋରି ବେଳେ ବେଲଜା କମ କୋଢିଆ ତ ଦକ୍ଷିଣ ବୋଲ ମୁଁ ଏତେ ବଡ଼ କୋଢିଆ। ତ ଇମ୍ପୋର୍ଟାଣ୍ଟ କଥା ଏଇଆ ହେଉଛି କି ତ ଆପଣମାନେ ରିସେପସନ୍ ଏ ଭିଡ଼ିଓ ଦେଖିବାକୁ ଚାହୁଁଛନ୍ତି କି ମୋତେ ନିହାତି ଜଣେଇବେ କମେଣ୍ଟରେ। ଆଉ ଲୁକ୍କୁ ଦେଖିବାକୁ ଚାହୁଁଛନ୍ତି ଯଦି ମୋତେ କମେଣ୍ଟ କରନ୍ତୁ। ତ ଆମର କିଛି ଦିନ ପରେ ଅଛି ରିସେପସନ୍, ମୋ ଗାଁକୁ ଯିବାର ଅଛି। ତ ଗାଁର ଭିଡ଼ିଓ ଆପଣମାନେ ଯଦି ଚାହୁଁଛନ୍ତି ଆମ ଗାଁ କେମିତି କ'ଣ ଦେଖିବାକୁ, ତ ଆପଣମାନଙ୍କୁ ମୁଁ ଭିଡ଼ିଓ ଦେଖେଇଦେବି। ତ ଏଇଠି ସବୁ ଖାଇ ପିଇ ସାରି ଲଞ୍ଚ କରିକି ଦହି ଖାଇ ଦେଇଥିଲି। ଦେନ୍ ଟିକେ ପଳେଇଥିଲି ବାହାରକୁ କ'ଣ ଟିକେ ଖାଇବି ବେଲିକି। ଖାଇବା ନାଁରେ ଭାଇ କିଛି ଏଇଠି ମିଳୁନି, କିଛି ବି ମିଳୁନି। ଗୋଟେ ହାଜମଲା ଖାଇ ଦେଇଥିଲି କେତେ ଦିନ ପରେ। ଛୋଟବେଳେ ଏରା ସବୁ ଖାଉଥିଲି। କାହାକୁ କାହାକୁ ଏସବୁ ହାଜମଲା ଖାଇବା ଭଲ ଲାଗେ ମୋତେ ନିହାତି ଜଣେଇବେ କମେଣ୍ଟରେ। ତ ଯାଇକି ଆସିକି ଏଇଠି ଦେଖୁଥିଲି କ'ଣ ହିଁ ଖାଇବି, ଦେଖିଲି ଯାଉ ପେଟିସ୍ ମିଳୁଥିଲା। ଦେନ୍ ପେଟିସ୍ ଖାଇଦେଇଥିଲି। ଦେନ୍ ଘରକୁ ପଳେଇ ଆସିଥିଲି। ଏମିତି ଥିଲା ଆଜି ଦିନର ଭିଡ଼ିଓ। ଯଦି ଆପଣମାନଙ୍କୁ ମୋର ରିସେପସନ୍ ଲୁକ୍ଟା ଦେଖିବାକୁ ଇଚ୍ଛା ଅଛି ଆଗକୁ, ତ ମୋତେ ନିହାତି ଜଣେଇବେ କମେଣ୍ଟରେ। ରହିଲି, ଟାଟା, ଫଲୋ ସବସ୍କ୍ରାଇବ୍ କରିଦେଇ ଯାଆନ୍ତୁ।